ମାନେ ତୁରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ପିଜ୍ଜାରେ ଚୁଟି ବାହାରୁଛି ଏ ସମୟରେ ଜେଜେମା କହୁଛନ୍ତି ଯେ ଆଜିର ରାଉଣ୍ଡରେ ସିଆ ଜିତି ଯାଇଛି ଆଉ ଚିକି ତୁ ହାରି ଯାଇଛୁ। ତେଣୁକରି ସିଆ ତୁ ଉପରକୁ ଯା ରେଷ୍ଟ କରିବୁ ଆଉ ଚିକି ଏସବୁ କିଚେନ୍ର ଯେତେ ବି କାଚେଡ଼ା ଅଛି ତୁ ହିଁ ସଫା କରିବୁ। ଆଉ ଏତେବେଳେ ଚିକି ବହୁତ ମନ ଦୁଃଖ କରୁଛନ୍ତି। ଆଉ ଏମିତି କହି ଯେତେବେଳେ ଜେଜେମା ଉପରକୁ ଚାଲିଯାଆନ୍ତି ଏ ସମୟରେ ସୁଗନ୍ଧା ଆଉ ନିଧି ଆସି ଚିକିକୁ ହେଲ୍ପ କରିବା ପାଇଁ କୁହନ୍ତି, ଆରେ ମା ଚିକି ଏଇଟା ତ ଗୋଟେ ରାଉଣ୍ଡ ଥିଲା, ତୁ ପ୍ରତିଯୋଗିତାରେ ଏବେ ହାରି ଯାଇନୁ, ଏଇଟା ଗୋଟେ ରାଉଣ୍ଡରେ ତୁ ହାରିଛୁ। ଆଉ ଏସବୁ କାମ ପାଇଁ ଆମେ ତୋତେ ନିଶ୍ଚୟ ହେଲ୍ପ କରିବୁ। ଆଉ ଏତେବେଳେ ଜେଜେମା ଉପରୁ ରଖି କୁହନ୍ତି ଯେ ଆରେ ମୁଁ ତମମାନଙ୍କୁ କଣ କହିଲି ତମକୁ ବୁଝାପନି, ମୁଁ କହିଲି ନା ଏସବୁ କିଛି ସେ ଝିଅ ଏକା ସଫା କରିବ ବୋଲି, ତମେ ମାନେ କାହିଁକି ତାକୁ ସଫା କରୁଛ? କହିଥିବା କଥାକୁ ଅମାନ୍ୟ କରି ତମମାନେ କିଛି ଠିକ୍ କରିନ, ଏଥିପାଇଁ ମୁଁ ତମକୁ ଦଣ୍ଡ ବି ଦେଇପାରେ। ଆଉ ଏ କଥା ଶୁଣିଲା ପରେ ନିଧି ଆଉ ସୁଗନ୍ଧା ଯିଏ ଯାହା ରୁମ୍କୁ ଚୁପଚାପ ଚାଲିଯାଆନ୍ତି। ଆଉ ଚିକି କାନ୍ଦୁଥିବ, ଆଉ ଚିକି କହୁଥିବ ଯେ ଏସବୁ ଖାଇବା ତ ନଷ୍ଟ ହେଇଗଲା, ଆଉ ଏ ପିଜ୍ଜାକୁ କାହିଁକି ରଖିବି, ଆକୁ ବି ଫୋପାଡ଼ି ଦେବି। ଆଉ ଏ ସମୟରେ ରାମ ଆସି କହିବେ ଚିକି ତମେ କଣ କରୁଛ, ଏ ପିଜ୍ଜାକୁ ତମେ କାହିଁକି ଫୋପାଡ଼ୁଛ? ଆଉ ଏତେବେଳେ ଚିକି କହିବେ ଯେ ଜେଜେମା ତାକୁ ଖାଇଲେନି ନା, ମୁଁ ଆଜି ରାଉଣ୍ଡରେ ହାରିଗଲି। ଆଉ ଏତେବେଳେ ଚିକି କଥା ଶୁଣି ରାମ କହିବେ ତମେ ରାଉଣ୍ଡରେ ହାରିଛ, ପ୍ରତିଯୋଗିତା ହାରିନ। ତା ସହିତ ତମର ଗୋଟେ ଛୋଟ ଭୁଲ ପାଇଁ ଜେଜେମା ତମକୁ ଏମିତି କଷ୍ଟ ଦେବା ଆଉ ଦଣ୍ଡ ଦେବା ଜମା ବି ଠିକ୍ ନୁହଁ। ହେଇପାରେ ତମର ଏ ଖାଇବା ବହୁତ ସ୍ୱାଦିଷ୍ଟ ହେଇଥିବ, ଆଉ ଚିକି ଯଦି ତମର ଏ ଖାଇବା ସ୍ୱାଦିଷ୍ଟ ହେଇଥିବ ନା, ତାହେଲେ ନିଶ୍ଚିତ ଆଜି ଜେଜେମା ଆକୁ ପୁଣି ଥରେ ତମକୁ ଜିତେଇ ଦେବେ। ଚିକି କହିବ କେମିତି? ଆଉ ଏହାପରେ ରାମକୁ ଦେଖ ମୁଁ କହୁଛି। ଆଉ ଏମିତି କହି ରାମ ଫୋପାଡ଼ି ଯାଉଥିବା ଚିକି ସେ ଖାଇବାକୁ ଧରି, ମାନେ ସେ ପିଜ୍ଜାକୁ ଧରି ଗୋଟେ ପିଜ୍ଜା ନ ଖାଇ ସେ କୁହନ୍ତି ୱା ଚିକି କି ଖାଇବା ଟେଷ୍ଟ ହେଇଛି, ଏତେ ତ ବହୁତ ସ୍ୱାଦ ଲାଗୁଛି, ମୋତେ ଜାନକୀ ଆଣ୍ଟିଙ୍କ ହାତ ରନ୍ଧା ଫିଲ୍ ଲାଗୁଛି। ଆରେ କେତେ ଦିନ ପରେ ଏମିତି ସ୍ୱାଦିଷ୍ଟ ପିଜ୍ଜା ମୁଁ ଖାଇଲି, ୱା ଚିକି ବହୁତ ଟେଷ୍ଟ, ଭେରି ନାଇସ୍। ଆଉ ଏ ଖାଇବା ଯେମାନେ ଏ ଖାଇବା ଖାଇନଥିବେ ଏଥିପାଇଁ ମୁଁ ବହୁତ ଖୁସି। ଯଦି ସେ ଖାଇଥାନ୍ତେ ନା, ତାଙ୍କ ଝିଅର ହାତ ରନ୍ଧା ଟେଷ୍ଟ ଦେଇକି ତାଙ୍କେ ସବୁ କିଛି ଖାଇଦେଇତେ। ଏ ଖାଇବା ମୋ ପାଇଁ ଅଛି। ଆଉ ଚିକି ହଁ ଏ ବାକି ଖାଇବା ରଖିଦେଇଥିବ ଫ୍ରିଜରେ, ମୁଁ ପୁଣି ଥରେ ଆକୁ କାଲି ଖାଇବି, ତା ମୁଁ କାହାକୁ ଦେବିନି। ୱାଓ ଚିକି ଭେରି ନାଇସ୍। ଆଉ ଏମିତି କହି ଯେତେବେଳେ ରାମ ବଡ଼ ପାଟିରେ ଚିଲେଇ ଚିଲେଇ କହୁଥିବେ ଏସବୁ କଥାରେ ଶୁଣି ସମସ୍ତେ ଭାବୁଥିବେ ରାମ ଏ କ'ଣ କହୁଛି, ସତରେ କ'ଣ ଚିକିର ଖାଇବା ଏତେ ଟେଷ୍ଟ ହେଇଛି, ମାନେ ସେ ପିଜ୍ଜା ଏତେ ଟେଷ୍ଟ ହେଇଛି। ଆଉ ଏପଟେ ଜେଜେମା ମନେ ମନେ ଭାବୁଥିବ ଯେ ଆରେ ମୋତେ ତ ଏ ପିଜ୍ଜା ଖାଇବାକୁ ନିହାତି ପଡ଼ିବ। ତେବେ ଫ୍ରେଣ୍ଡସ୍ ଆପଣମାନେ କ'ଣ ଭାବୁଛି, ସତରେ କ'ଣ ଜେଜେମା ଆସି ସେ ପିଜ୍ଜାକୁ ଖାଇବେ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।